ଆପଣମାନଙ୍କୁ ଆଉ ଏକ ନୂତନ ଭିଡ଼ିଓକୁ ସ୍ୱାଗତ। ଆପଣମାନେ ଯଦି ୟୁଟ୍ୟୁବ୍ ଚ୍ୟାନେଲ୍ ଇନଫର୍ମେସନ୍ ଗେନିଂ ପ୍ଲାଟଫର୍ମକୁ ପ୍ରଥମେ କରି ଭିଜିଟ୍ କରୁଥିବେ ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ରଖିଥାନ୍ତୁ, ଯାହାଫଳରେ ସର୍ବପ୍ରଥମେ ନୋଟିସ୍ ପାଇବା ପାଇଁ। ଆଜିର ଏହି ଭିଡ଼ିଓରେ ଦେଖନ୍ତୁ ଜାଣିବା ଆମେ OSSC ତରଫରୁ ଏକ ନୋଟିସ୍ଟି ଯାହାକି ଜାରି ହେଇଛି ତା ବିଷୟରେ ଜାଣିବା। ଦେଖନ୍ତୁ ହ୍ୱାଟ୍ସ ନ୍ୟୁରେ ଦେଖନ୍ତୁ ଆପଣ ହ୍ୱାଟ୍ସ ନ୍ୟୁକୁ ଆସିଲା ପରେ ତଳକୁ ସ୍କ୍ରଲ୍ କରିକି ଆସନ୍ତୁ 3 ତାରିଖ ଏକ ଯାହାକି ରହିଛି ଆପଣଙ୍କର ନୋଟିସ୍ଟି ଜାରି ହେଇଛି। ଦେଖନ୍ତୁ ଆପଣ ସବୁ କ୍ଲିକ୍ କଲା ପରେ ପିଡ଼ିଏଫ୍ଟି ଉପରେ ଦେଖନ୍ତୁ ପିଡ଼ିଏଫ୍ଟି ଓପନ୍ ଶୋ କରିବ, ଆପଣଙ୍କୁ ଓପନ୍ କରିନେବେ। ଡାଉନଲୋଡ଼ ହେଇସାରିଲା ପରେ ଦେଖନ୍ତୁ ପିଡ଼ିଏଫ୍ଟି ଓପନ୍ ହେଇଯାଇଛି, ଆପଣଙ୍କୁ ଶୋ କରୁଛି। ଦେଖନ୍ତୁ ଇଏ ଥିଲା 3/2/2026 ନୋଟିସ୍ଟି। ରିଭାଇଜ୍ ଡେଟ୍ ଦେଖନ୍ତୁ ରିଭାଇଜ୍ ଡେଟ୍ ଅଫ୍ ରେଜିଷ୍ଟ୍ରେସନ୍ ଆଣ୍ଡ ସବମିଶନ୍ ଅଫ୍ ଅନଲାଇନ୍ ଆପ୍ଲିକେସନ୍ ଫର୍ମ ଫର୍ କମ୍ବାଇନ୍ଡ ପୋଷ୍ଟ ଗ୍ରାଜୁଏଟ୍ ଲେଭେଲ୍ ରିକ୍ରୁଟମେଣ୍ଟ ଏକ୍ଜାମିନେସନ୍ CPGLRE 2025 ଆଡ଼ଭାର୍ଟାଇଜ୍ ନମ୍ବର ରହିଛି। ଆପଣ ଦେଖନ୍ତୁ 5915 OSSC ଡେଟେଡ୍ 30/12/2025 ନୋଟିସ୍ଟି ଆପଣଙ୍କର ଥିଲା। ତାହାର କ'ଣ କରାଯାଇଛି ନା ଡେଟ୍ ବର୍ତ୍ତମାନ ରିଭାଇଜ୍ କରିଦିଆଯାଇଛି। ରେଜିଷ୍ଟ୍ରେସନ୍ ସବମିଶନ୍ ଅଫ୍ ଆପ୍ଲିକେସନ୍ ଫର୍ମ ଦେଖନ୍ତୁ ଆପଣ ଟୋଟାଲ୍ ପୋଷ୍ଟ କେତେ ଥିଲା, ନମ୍ବର ଅଫ୍ ପୋଷ୍ଟ ନା ଆପଣ ଥିଲା 102 ପୋଷ୍ଟଟି, 100 ଟୋଟାଲ୍ 2 ପୋଷ୍ଟ ଅଛି ଭ୍ୟାକେନ୍ସି ଅଫ୍ ଭ୍ୟାକେନ୍ସି ପୋଷ୍ଟ ଅଫ୍ କ'ଣ CPGLREରେ, ଯାହାକି ଆପଣ 2025ରେ ଯାହାକି ରିଲିଜ୍ ହେଇଥିଲା ଆଡ଼ଭାର୍ଟାଇଜମେଣ୍ଟଟି। ଆପଣଙ୍କୁ ତା'ର ରିଭାଇଜ୍ ଡେଟ୍ କିଛି ମେନସନ୍ କରାଯାଇ ଦେଖନ୍ତୁ ମୁଁ ଆପଣଙ୍କୁ ଶୋ କରୁଛି। ଦେଖନ୍ତୁ ଅନଲାଇନ୍ ରେଜିଷ୍ଟ୍ରେସନ୍ ବା ଲାଷ୍ଟ ଡେଟ୍ ଅଫ୍ ପେମେଣ୍ଟ ଅଫ୍ ଏକ୍ଜାମିନେସନ୍ ଫି କେବେ ଅଛି ନା 2/2/2026ରୁ ଷ୍ଟାର୍ଟ 1/3/2026ରେ ଆପଣ ଲାଷ୍ଟ ଆପଣ କେବେ ଆପ୍ଲିକେସନ୍ ଫର୍ମ ପକାଇ ପାରିବେ ନା 2/2/2026ରୁ ଷ୍ଟାର୍ଟ ହେଇକି 4/3/2026 ଶେଷ ହେଉଛି। ଆପଣଙ୍କର ଅନଲାଇନ୍ ଏଡ଼ିଟିଂ କେବେ କରିପାରିବେ, କୌଣସି ଭୁଲ ଥିଲେ 2/2/2026ଠୁ ଷ୍ଟାର୍ଟ ହେଇକି 7/3/2026 ପର୍ଯ୍ୟନ୍ତ ଆପଣ ଏଡ଼ିଟ୍ କରିପାରିବେ। ଆପଣ ଏହା ଅନଲାଇନ୍ ମୋଡ଼୍ରେ ପକାଇ ପାରିବେ। ତା ଅଫିସିଆଲ୍ ୱେବସାଇଟ୍ କ'ଣ ନା www.ossc.gov.in ଆକୁ ସର୍ଚ୍ଚ କଲେ ଆପଣ ଡାଇରେକ୍ଟ ଅଫିସିଆଲ୍ ୱେବସାଇଟ୍କୁ ହିଁ ଭିଜିଟ୍ କରିପାରିବେ। ଆପଣ ସେଇଠୁ ହିଁ ଆପ୍ଲାଏ କରିପାରିବେ। ଆଶା କରୁଛି ଆପଣଙ୍କୁ ମୁଁ ସମ୍ପୂର୍ଣ୍ଣ ଡିଟେଲ୍ ଦେଇପାରିଛି। ଥ୍ୟାଙ୍କ ୟୁ, ଧନ୍ୟବାଦ।